ଏବେ ତୁମେ ତୁମ ରକ୍ତ ଏବଂ ମାଂସ ପରୀକ୍ଷା ପାଇଁ ଦେଇପାରିବ। ସାର୍ ମହସୁଦ ଅଛି ସାର୍। ଆବଶ୍ୟକ ଟଙ୍କା ଯୋଗାଡ଼ କରିଛ? ହଁ ସାର୍ ଯୋଗାଡ଼ କରିତେ ସାର୍। ସିଷ୍ଟର ଏଙ୍କୁ ନେଇଯାଅ, ଏଙ୍କର ସବୁ ସାମ୍ପଲ କଲେକ୍ଟ କରି ନିଅ। ଓକେ ସାର୍ ଆସନ୍ତୁ।
ଆଣିକି ଆସି ବୁଢା ହେଲୁଣି କାହିଁକି ସେ ଟଙ୍କା ପଛରେ ପଡିଛୁ କହିଲୁ? ଟଙ୍କା କଣ ସ୍ୱର୍ଗକୁ ନେଇକି ଯିବୁ? ଆସୁନୁ ମୋ ସହିତ ରାସ୍ତାଘାଟ ସଫା କରିବୁ। ଟଙ୍କା ମିଳିବ ନା? କୁଣ୍ଠେଇ କୁଣ୍ଠେଇ ଯାଉଛି ପ୍ରାଣ। ବୁଢା କଣ କହିଲେ ନା ଟଙ୍କା ଗୁଡାକ ଆହୁରି କାହିଁକି ତୁ ଲୋଭ କରୁଛୁ କହିଲୁ? ଟିକେ ସେବା ମନ ବୁଦ୍ଧି ଆଣେ। କି ସେବା କରିବି ଲୋ? ସେବା କରି କରି ମୋର ଏଇ ଅବସ୍ଥା। ତମର କିଏ ଅଛି ନା? ତୋ ପାଖ ତ ଲୋକ ରହିବା ପାଇଁ ଖାଲି କାନ୍ଦୁଛନ୍ତି। ମୁଁ କଣ କହୁଥିଲି କି କହୁନୁ ବା। ନା ପଛରେ କହି ପ୍ରେସର ହଉଛି। ତୋର ଯଦି ପ୍ରେସର ହଉଛି ତୁ ମୋ କତିରେ ପଳା। ମତେ ମୋ କାମ କରିବାକୁ ଦେ ବା। ବୁଝିଲି ଏ ଅଳିଆ ଗୁଡା ସଫା କରୁଛୁ, ଟିକେ ମୋ ଅଳିଆ ଗୁଡା ସଫା କରିଦିଅନ୍ତୁ। କହିଲେ ଚୁଗୁଣିକା ବାହାରି କଥା ମତେ କଣ କହିଲୁ? ମୁଁ ତ ଅଳିଆ ସଫା କରିବି। ରହ ତ ଅଳିଆ ସଫା କରୁଛି। ସାର୍, ଏ ଟଙ୍କା ନିଅନ୍ତୁ ସାର୍। ଏବେ ଅପରେସନ ଆରମ୍ଭ କରନ୍ତୁ ସାର୍। ସାର୍, ଏମିତି ଦେଖୁଛନ୍ତି କଣ ସାର୍? ଏତିକି ଟଙ୍କା କଣ ହବନି ସାର୍? ଆହୁରି ଯୋଗାଡ଼ କରିଦେବେ ସାର୍। ସିଷ୍ଟର, ଓଟି ପାଇଁ ବ୍ୟବସ୍ଥା କର। ଠିକ ଅଛି ସାର୍। ଏକୁ ଓଟିକୁ ନେଇଯାଅ। ହଉ ଠିକ ଅଛି ସାର୍। ଆସନ୍ତୁ ଅଟିକି ଆସନ୍ତୁ। ମୋ ଜୀବନରେ ମୁଁ ପ୍ରକୃତରେ ଏଇଭଳି ଅସ୍ତ୍ରୋପଚାର କରିବାକୁ ଯାଉଛି। ହେ ମହାପ୍ରଭୁ ଜଗନ୍ନାଥ, ତୁମେ ହିଁ ଭରସା। ଯେପରି ଜଣେ ଡାକ୍ତର ତା କର୍ମରେ ବିଫଳ ନ ହେଉ ଏବଂ ଯେପରି ଜଣେ ଭାଇ ତା ଭଉଣୀ ମୁହଁରେ ହସ ଫୁଟାଇ ଦେଉ। ଯାହା ହେଉ ମହାପ୍ରଭୁଙ୍କ କୃପାରୁ ଅପରେସନ ସକ୍ସେସ୍ ହୋଇଛି। ସାର୍, ଆପଣଙ୍କୁ କଣ କହି କଣ ଦେଇ ଧନ୍ୟବାଦ ଜଣାଇବି ସାର୍ ମୁଁ ଜାଣିପାରୁନି। ଯାହା କରିଛନ୍ତି ସେ ସବୁ ମହାପ୍ରଭୁ, ମୁଁ ତ କେବଳ ନିମିତ୍ତ। ସାର୍, ଆପଣଙ୍କ ପାଖରେ ଗୋଟେ ଅନୁରୋଧ ସାର୍। ସାର୍, ମୋ ରାଣୀକୁ ମୁଁ ହାତ ଦାନ କରିଛି ବୋଲି ଆପଣ କହିବେନି ସାର୍? କେମିତି କହିବି, କିପରି କହିବି ଯେ ନିଜକୁ? ସାର୍, ଆଉ କିଛି କୁହନ୍ତୁ ନାହିଁ ସାର୍। ସାର୍, ଏତିକି ଅନୁରୋଧ ରଖନ୍ତୁ ସାର୍। ହଉ ଠିକ ଅଛି, ମୋ ଉପରେ ଭରସା ରଖ। ଆଉ ଡିସଚାର୍ଜ ଦିନ କିଏ ଆସି ନେବ? ସାର୍, କାଠିଆ ମଉସା ଶୁକୁଟି ଆସି ନେଇଯାଏ ସାର୍। ହଉ ଠିକ ଅଛି, ଏବେ ଚାଲ ତୁମର ଔଷଧ ଖାଇବାର ସମୟ ହୋଇଗଲାଣି। ଯଦି ସେ ତୁମ କଥା ପଚାରେ? ସାର୍, ଆପଣ କହିଦେବେ ଟଙ୍କା ଯୋଗାଡ଼ କରିବା ପାଇଁ ବାହାରକୁ ଯାଇଛି ସାର୍। ହଉ ଠିକ ଅଛି, ଏବେ ଚାଲ ତୁମର ମେଡିସିନ ଖାଇବାର ସମୟ ହୋଇଗଲାଣି। ଦିଦି, ମୋ ଜୀବନକୁ ଯିଏ ନୂଆ ରୂପ ଦେଇଛନ୍ତି ସେ କେଉଁଠି ଅଛନ୍ତି ଦିଦି? ସେ କେଉଁଠି ଅଛନ୍ତି? ମୁଁ ତାକୁ ଯାଇ ଗୋଟେ ମୁଣ୍ଡିଆ ମାରି ତାଙ୍କ ପାଦ ଧୋଇ ଏଇ ହାତରେ ଆଣି ମୋ ମୁଣ୍ଡରେ ନେସିଛନ୍ତି ଦିଦି। ସେ କେଉଁଠି ଅଛନ୍ତି? ଯିଏ ମୋ ପାଇଁ ଏତେ ବଡ଼ ଉତ୍ସର୍ଗ କରିଛନ୍ତି, ମୁଁ ତାକୁ ଟିକେ ଦେଖିବାକୁ ଚାହୁଁଛି ଦିଦି। ସେ କେଉଁଠି ଅଛନ୍ତି? ଠିକ ଅଛି, ମୁଁ ସେ
ମହାରାତ୍ମାଙ୍କୁ ଏଇଠି ପ୍ରଣାମ କରୁଛି। ରାକ୍ଷୀ ପୂର୍ଣ୍ଣିମାଟା ନା ଭାରି ବଢିଆ ଯିବ। ମୋ ଏଇ ଦୁଇ ହାତରେ ମୋ ଭାଇ ହାତରେ ମୁଁ ରାକ୍ଷୀ ବାନ୍ଧିବି। ଆଉ ରାକ୍ଷୀର ଗଣ୍ଠିଟାକୁ ଏମିତି ଭାବରେ ବାନ୍ଧିଦେବି ଯେ ମୋ ଭାଇ ଆଉ ତାକୁ ଖୋଲି ପାରିବନି। ବୁଝିଲୁ ରାଣୀ, ଆଜିଠାରୁ ତୁ ଗୋଟେ ନୂଆ ଜୀବନ ପାଇଛୁ। ଏଇ ନୂଆ ଜୀବନରେ ଯେତେ ଷଡ଼ଯନ୍ତ୍ର ଆସୁ ଏ କୁମୁଦୁନି ତା ପାଖରେ ଠିଆ ହେବ। ହଁ ରାଣୀ, ତତେ ଏଇ ସମାଜରେ ଜଣେ ବିଶିଷ୍ଟ ବ୍ୟକ୍ତି କରିବା ପାଇଁ ଆମ ଗାଁର ସମସ୍ତ ସ୍ତ୍ରୀ ଲୋକ ସହଯୋଗ ଏବଂ ସାହାଯ୍ୟ କରିଛନ୍ତି। ଏଥିପାଇଁ ମଧ୍ୟ ସମସ୍ତ ସ୍ତ୍ରୀ ଲୋକ ପ୍ରସ୍ତାବନା ଦେଇଛନ୍ତି। ଆଲୋ ଏ କୁକୁଟି, ଏ କୁକୁଟାନି, ତମେ ଦି ଜଣ କଣ କହୁଛ? ଆମେ ଯାହା କହୁଛୁ ସବୁ ସତ୍ୟ କହୁଛୁ। ଚାଲ ରାଣୀ, ଏବେ ଆମେ ଘରକୁ ଯିବା। ହଁ ଯିବା ଯେ, କିନ୍ତୁ 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 କିଛି ନୁହେଁ, ଘରକୁ ଯିବା ଚାଲେ ପରେ କଥା ହେବା। ଆସିଲୁ। ହଉ ଠିକ ଅଛି, ଚାଲ। ଭାଇ ଆଜି ଆସିବ ବୋଲି ଖବର ଦେଇଥିଲା। ମୁଁ ଜାଣିଛି ପରା, ସେ କଣ କେହି ପଛରେ ରହିପାରିବ? ଆରେ ଆଜି ପୁଣି ରାକ୍ଷୀ ପୂର୍ଣ୍ଣିମା। ସବୁଥର ବଜାରର ରାକ୍ଷୀ କିଣି ଆଣି ମୋ ଭାଇ ହାତରେ ବାନ୍ଧେ, କିନ୍ତୁ ଏଥର ବଡ ଦେଉଳ ହେଲେ ତ ମୋ ଭାଇ ହାତରେ ବାନ୍ଧିବି। ଆମ ଭାଇ ଦେଖି ବହୁତ ଖୁସି ହେଇଯିବ। ଭାଇ, ତୁ ଆସିଗଲୁ ଭାଇ। ମୁଁ ଜାଣିଥିଲି ପରା, ତୁ କଣ କେବେ ପଛରେ ରହିପାରିବୁ? ଆରେ ଆଜି ପୁଣି ରାକ୍ଷୀ ପୂର୍ଣ୍ଣିମାଟା। ଭାଇ ଦେଖିଲୁ, ଦେଖ ଭାଇ, ଭାଇ ତୁ ଲେଟ୍ କରନା। ଆସ, ମୋର ଏଇ ଦୁଇ ହାତରେ ତତେ ମୁଁ ରାକ୍ଷୀ ବାନ୍ଧିଦେବି ଭାଇ। ଭାଇ ତତେ ଭୋକ ଲାଗିବଣି। ରାକ୍ଷୀ ବନ୍ଧା ସଇଲା ପରେ ଦି ଜଣ ସାଙ୍ଗ ହୋଇ ଖାଇବା। ହଁ ଭାଇ, ସବୁବେଳେ ତୁ ମତେ ଖୁଆଇ ଦଉ, କିନ୍ତୁ ଆଜି ମୁଁ ମୋ ଏଇ ହାତରେ ତତେ ଖୁଆଇ ଦେବି ଭାଇ। ତୁ ଲେଟ୍ କରନା ଭାଇ, ଶୀଘ୍ର ଆ। ଭାଇ ଆସୁନୁ, ଭାଇ ଆସେ, ଆସେ। କହିଥିଲି ନା ସ୍ୱରଟା ସିନା ଅଲଗା କିନ୍ତୁ ମନ ପୁରା ଗୋଟିଏ। ସେମିତି କହିବ ତ ବୁଝାନା ବୁଝୁନି ଲୋ ମୋ ରାଣୀ ପାଇଁ ମୁଁ ସବୁ କିଛି କରିପାରିବି। ଭାଇ ମାଉନା ତାକୁ ପୁଣି କହୁଥିଲୁ ପରା
ଅସୁସ୍ଥ ଆଲୋ ହୁନି କହିଲୁ ମୋ ଦେହ ଅସୁସ୍ଥ ହେଲେ ମୋ ଦେହରେ କିଏ ହାତ ମାରିବ? ତୁ ଆଉ କେତେ କଥା କହନା। ଏମିତି ଭାଇ ଜଗତ ନାହିଁ। ହୁଏତ ମୋ ପାଖରେ ଟଙ୍କା ଅଛି କିନ୍ତୁ ମନ ନାହିଁ, ହୃଦୟ ନାହିଁ। ଖାଲି ଟଙ୍କାକୁ ନିଜର କରି ରଖିଲେ କାହା ମନକୁ ଜିତି ହୁଏ ନାହିଁ। କିନ୍ତୁ ଦୀପୁ ତୁ ଆଜି ସମସ୍ତ ଭାଇମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିଗଲୁ। ବାପା ମୁଁ କହୁଥିଲି ନା ଦୀପୁ ମା ଭାଇ ତୁ ଖାଲି କହୁଥିଲୁ। ନା ଲୋ ଶୁକୁଟି, ଏଭଳି ମଣିଷକୁ ମୁଁ କିଭଳି ଭାଷାରେ ବର୍ଣ୍ଣନା କରି ମୋ ପାଖରେ ଭାଷା ହିଁ ନାହିଁ। ହଁ ଲାନି ଆଜ ଆମେ ଆମ ଭାଇର ଛୁପ ମାନ ଅଛି ତା ଚିନ୍ତାଧାରାକୁ ଆହୁରି ଭଲ